କିଏ ସେ ଲୋକ? ଲୋକ ଆରେ କେଉଁ ଲୋକ କାହାପରେ ଏମିତି ବିରକ୍ତ ହେଉଛୁ? କଲିକତାରୁ ଆସୁଛି ଛଦ୍ମବେଶରେ ଜଙ୍ଗଲରୁ ବାବା ଶିକାର କରି ବାବା ମାଂସ କଲିକତା ଚାଲାଣ କରୁଛି। କିନ୍ତୁ ତୁ ଏତେ ଟେନସନ ନଉଛୁ କାହିଁକି? ତୁମ ଡିପାର୍ଟମେଣ୍ଟରେ ଅନେକ କର୍ମଚାରୀ ଅଛନ୍ତି, ସେମାନେ ସେ କଥା ବୁଝିବେ ନାହିଁ। ଭାଇ ମୁଁ ଯେତେବେଳେ ରେଞ୍ଜର ତେଣୁ ମତେ ଉପର କିଛି କହିବାକୁ ପଡିବ। ଆଉ ତା ଛଡା ଲୋକଟା ଭାରି ଚାଲ ରାବଣର ପଇଁତିରିଶ ଭଳି ସେମିତି ମାୟା ରଚନା କରିଛି ତାର ଗୋଟେ ଟେକ୍ କେହି ବି ପାଉନାହାନ୍ତି। ଯେତେବେଳେ ସାଧାରଣ ମଣିଷ ରୂପରେ ତ ଆଉ କେତେବେଳେ ପାଗଳ ରୂପରେ ବିଭିନ୍ନ ପ୍ରକାର ରଙ୍ଗ ବଦଳେଇ ଶିକାର କରିବାରେ ଲାଗିଛି। ଶୁଣ ସୁମେନ୍ଦୁ, ଆରେ ବାବା ମୁଁ ମାନୁଛି ତୁ ଫରେଷ୍ଟ ଡିପାର୍ଟମେଣ୍ଟରେ ଚାକିରି କରିଛୁ, ତତେ ଯିବା ପାଇଁ ମନା କରିପାରୁନି। ତଥାପି ତମ ତଳ କର୍ମଚାରୀ ଲୋକମାନଙ୍କୁ ଲଗାଇ ସେ ଲୋକଟାକୁ କର। ତୁ ଆମର ଏତେ ଟେନସନ ନେବାର କିଛି ଆବଶ୍ୟକ ନାହିଁ। ଭାଇ ବାଘ ହେଉଛି ଆମ ଜାତୀୟ ସମ୍ପଦ, ସମସ୍ତଙ୍କ ଆଖି ତାରି ଆଖିରେ। ତାଙ୍କ ଯଦି ଟିକେ ଅସୁବିଧା ହୋଇଯାଏ ମୋ ଚାକିରିଟା ଚାଲିଯିବ। ଚାଲିଯାଉ ତୁ ଅନ୍ୟ କାମ ଦାଦା କରିଦବୁ। ସବୁବେଳେ ଖାଲି ଟେନସନ ଟେନସନ ଟେନସନ। ଆଚ୍ଛା ଭାଇ ତୁ ଜାଣିଛୁ ନା ନାଇଁ ଆଜି ହଉଛି ରାକ୍ଷୀ ପୂର୍ଣ୍ଣିମା। ସହରଠାରୁ ପଲ୍ଲୀ ପର୍ଯ୍ୟନ୍ତ ସବୁ ଭାଇ ଭଉଣୀଙ୍କର ଉତ୍ସବ ଚାଲିଛି। ହେଲେ ତୋର କଣ ନା ଟେନସନ ଟେନସନ ଟେନସନ। କେତେବେଳେ ଟିକେ ଭାଇ ଭଉଣୀ ସାଥି ହେଇ ବସିବା ଗପିବା ମଜ ମଜଲିସ୍ କରିବା କିଛି ନାହିଁ। ଛାଡ ସେ ସବୁ କଥା ତତେ କହି କିଛି ବି ଲାଭ। ହେଲା ଆଉ ରାଗ ବୁଲେଇ ହବା ଦରକାର ନାହିଁ। ଶୀଘ୍ର ଶୀଘ୍ର ଆଇଲୁ ରାକ୍ଷୀଟା ବାନ୍ଧିଦେଲୁ। ମୁଁ ଡ୍ୟୁଟି ଡେରି ହେଲେ ମୁଁ କେମିତି ଯିବି? ହଉ ଚାଲେ ଭାଇ ତମେ ଦେଖ। राखी रे राखी राखी रे राखी स्नेह ममता जीवन स्नेह ममता ଶୀଘ୍ର ଯାଇ ପହଞ୍ଚୁଛି। ଭାଇ କିଏ ଫୋନ କରିଥିଲା? ସାର୍ ମତେ ଫୋନ କରିଥିଲେ, ମତେ ଇମିଡିଏଟଲି ପହଞ୍ଚିବାକୁ ପଡିବ। କି ଟେନସନ ଚାକିରି କଲା କେଜାଣି? ଆରେ ସବୁବେଳେ ଖାଲି ଡ୍ୟୁଟି ଡ୍ୟୁଟି, ଯେତେବେଳେ ଦେଖିବ ତାର ଖାଲି ଡ୍ୟୁଟି, ଆଉ କିଛି ଟେନସନ ନାହିଁ ତାର। ହଁ ପରା କି ଚାକିରି କରିଛି କେଜାଣି? ଭାଇ ମୁଁ ଏବେ ଆସୁଛି। ଆଜି ଭଳି ଦିନରେ ମୋ ଭାଇ କଣ ଏଇ ଉତ୍ସବକୁ ଛାଡି ଯାଇଥିବ? କି ଚାକିରି କରିଛି କେଜାଣି? ସବୁବେଳେ ଖାଲି ଡ୍ୟୁଟି ଡ୍ୟୁଟି ଡ୍ୟୁଟି। I'm a gem on top of it. Sola ke kanjera anuche.
ବସିଅଛେ ଜାତିରେ ଜଙ୍ଗଲିଆ କଣ୍ଠ ମୋ ବାବୁର ହୁକୁମ ମାନୁଛେ ମୋ ବାବୁ ମୋ ପାଇଁ ଭଗବାନ କିନ୍ତୁ ଆମ ଘରକୁ କାହିଁକି ଆସିଛ? ମୋ ବାବୁର ହୁକୁମ ଅଛେ ତୋ ଭାଇଟାକେ ମନା କରିଦେ ମୋ ବାବୁ ପଛରେ ଜମାରୁ ପଡ଼ିବନି ତୋ ଭାଇଟାକୁ ମୁଁ ସିଧା ହାଣିଦେବେ ତୋର ଏକା ମୋ ଘରେ ଠିଆ ହେଇ ଗୋଟେ ଧମକ ଦେଉଛୁ ତେଣୁ ମୁଁ ଚାହିଁଲେ ଏବେ ତୋର କଣ କରିପାରିବି ଆରେ ଜମା ରାଗେନା ଶାନ୍ତ ହେଇଯା ଶାନ୍ତ ଆଜି ମୁଇଁ ତତେ କହିଦେଇ ଯାଉଛି ତୋ ଭାଇଟାକୁ ମନା କରିଦବୁ ମୋର ବାବୁର ପଛରେ ଜମା ପଡ଼ିବନି ଆଉ ଗୋଟେ କଥା ମନେ ରଖିଥିବୁ ମୁଇଁ ଶମ୍ଭୁ ମୋର ମାକେ ମୁଁ ନାଇଁ ଦେଖିଛେ ମୋର ବାପା ମନା ଶମ୍ଭୁ ରଖିଛେ ହାଣ୍ଡିଆ ପିଉଛେ ଟାଙ୍ଗିଆ ଧରିଛେ ଛଡ଼ାକୁ ସିଧା ହାଣିଦେବେ ଆରାମଚେଦା ମୁଁ তোকে ଆଜି ଶେଷ କରିଦେବି আবে হারামজাদা তুই মতে টেনশন করিদেলু ମୁଁ ତତେ ଜମା ଛାଡ଼ିବିନି ରେ ସିଧା ହାଣିଦେବେ ମୁଁ ତମ ଗୋଡ଼ ଧରୁଛି ତମେ ମୋ ଭାଇକୁ ଛାଡ଼ି ଦିଅ ଗୋଟେ ଭଉଣୀ ଠାରୁ ତା ଭାଇକୁ କେବେ ଛଡ଼େଇ ଦିଅନି ଛାଡ଼ି ଦିଅ। ଭଉଣୀ 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 এই ভଉଣୀ ସତରା ଶୁଣିଲେ ମୋ ମୁଣ୍ଡରେ ନିଆଁ ଲାଗି ଯାଇନି ଆବେ ହାରାମଜାଦା ତୋ ଭଉଣୀ ମୁଁ ଚାହିଁକି ତତେ ମୁଁ ଆଜି ଛାଡ଼ି ଦଉଛି ହେଲେ ଗୋଟେ କଥା ମନେ ରଖିଥିବୁ ମୁଇଁ ଶମ୍ଭୁ ଅଛେ ତୋ ମାକେ ମୁଁ ନାଇଁ ଦେଖିଛେ ମୋର ଅବୁଆ ମନା ଶମ୍ଭୁ ରଖିଛେ ହାଣ୍ଡିଆ ପିଉଛେ ଟାଙ୍ଗିଆ ଧରିଛେ ଆଗେ ସିଧା ଆଣିଦେବି ବେ কি টেনশন চাকরি করা কেজানি ସବୁରେ ଖାଲି ଡ୍ୟୁଟି ଡ୍ୟୁଟି ଆରେ ଏମାନେ ହେଉଛନ୍ତି ଚାରି ଦୌଡ଼ି କଟା ଆଇନ କାନୁନ ଏମାନଙ୍କର କିଛି କରିପାରିବନି ଆଜି ଆସୁଛେ ତାକୁ ସିଧା ସିଧା ମନା କରିଦେବି ଏ ଚାକିରି ଛାଡ଼ିଦେବେନି ଚାଲୁ ଆସୁଛନ୍ତି चलो विशेष सूचना ब्राह्मण दिन भंडार ଶୁଣୁ ସୂର୍ଯ୍ୟ କଙ୍କାଳରେ ମୋ ଭବିଷ୍ୟତ ଅନ୍ଧାର ହେଇଯିବ 50 ଲକ୍ଷ ଟଙ୍କାର ଡେର ହାତ ଛଡ଼ା ହେଇଯିବ ସେ ଯାହା ହେଉନା କାହିଁକି ବାବା ତମେ ସେ ଭୁବନେଶ୍ୱର ଜାଗାଟାକୁ ବିକ୍ରି କରିଦିଅ କୌଣସି ପରିସ୍ଥିତିରେ ମୋତେ ବୁଝେଇବା ପାଇଁ କିଛି ଚେଷ୍ଟା କରନା କାରଣ ମୁଁ ଛୋଟ ପିଲା ନୁହଁ ଯେ ଆଇମା କାହାଣୀ କହିବୁ ମୁଁ ବୁଝିଯିବି ଗୋଟିଏ କଥା ମନେ ରଖିବୁ ସୂର୍ଯ୍ୟ ପଶ୍ଚିମ ଦିଗରେ ଉଦୟ ହେଲେ ବି ମୁଁ ସେ ଜାଗାକୁ ବିକ୍ରି କରିପାରିବି ମୁଁ ଦେଖିଥିବା ସମ୍ପୂର୍ଣ୍ଣ ହେଇଯିବ ମିଛ ମରିଚିକା ପଛରେ ଗୋଡ଼େଇବା ଅପେକ୍ଷା ନିଜ ଇନକମ୍ କରି ଖର୍ଚ୍ଚ କରିବା ଶିଖ ଆରେ ତୁ କେବଳ ଜୀବନର ସିଧା ରାସ୍ତାକୁ ଦେଖିଛୁ ରାସ୍ତାଟା ଏତେ ଅଙ୍କା ବଙ୍କା ଯେ ତୁ କେବେ ଝୁଣ୍ଟି ପଡ଼ିବୁ ତୋତେ କେହି ବି ସାହା ଭରସା ହେବେ ହ୍ୟାଲୋ 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 ଶୁଣ ସୂର୍ଯ୍ୟ ମତେ ଯାହା ଲାଗୁଛି ସିଧା ଆଙ୍ଗୁଠିରେ ଘିଅ ବାହାରିବନି ଆଙ୍ଗୁଠିଟାକୁ ଟିକେ ତେଢ଼ା କରିବାକୁ ପଡ଼ିବ ପାଉଛୁ ଯଦି ଏ ବୁଢ଼ା ବାପାଟାକୁ ଏ ଘରୁ ତର୍କେ ଦେଇ ବାହାର କରି କାହିଁକି ଚୁପ ହେବି ଆରେ କଣ କରିବା ତୁମେ এই ভাবুছি তবে আরে কଣ କରିବ ତମେ ହ୍ୟାଲୋ 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 ଭାଗ୍ୟକୁ ଦୋଷ ନ ଦେଇ ବରଂ ନିଜକୁ ଧିକ୍କାର କର କାହିଁକି ନା
ভাগ্য ভবিষ্যৎ অন্ধকার করিবে তম স্বামীকে কহুন নিজে মেহনত করে মুঠা মুঠা টঙ্কা রোজগার করিবে কারণ তম স্বামী মূর্খ নুহতি না মুহ সম্ভাଳି কଥାବାର୍ତ୍ତା କର ଗୁରୁଜନ ମାନଙ୍କୁ କେମିତି ବ୍ୟବହାର କରାଯାଏ ତୁ ଶିଖିବା ଦରକାର ହସ ଲାଗୁଛି ତମର ଏଇ ନିର୍ଲଜ୍ଜପଣିଆ କଥା ଶୁଣି ତମ ଆଗରେ ତମ ସ୍ତ୍ରୀ ଆମ ବାପାଙ୍କୁ ଅପମାନିତ କରୁଛି ତମେ ତାଙ୍କୁ କିଛି ନ କହି ଓଲଟି ମୋ ଉପରେ ତାଗିଦ କରୁଛ ଆରେ ବାହାର ସ୍ତ୍ରୀ ବୋଳ କର ଭାଇ କଥା କହିବାର ସୀମା ତୁ ଟପି ଯାଉଛୁ କିରା ବାସ୍ ବାସ୍ କଥା କହିବାର ଶାଳୀନତା ମୋତେ ବେଶ ଜଣା ହ୍ୟାଲୋ 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 ବିରଜ ଆରେ ବାବା ତମେ ବୁଝୁନ କାହିଁକି 50 ଲକ୍ଷ ଟଙ୍କାର ଟେଣ୍ଡରଟା ଯଦି ଆମ ଭାଗ୍ୟରେ ଥିବ ନା ତାହେଲେ ଆମେ ରାତାରାତି ପୁରା ଲକ୍ଷପତି ହେଇଯିବ ତମ କଥା ଶୁଣି ଖୁସି ଲାଗୁଛି ଦୁଃଖ ବି ଲାଗୁଛି ଖୁସି ଲାଗୁଛି ଏଥିପାଇଁ ତମେ ଆମ ଭବିଷ୍ୟତ କଥା ଚିନ୍ତା କରୁଛ ଆଉ ଦୁଃଖ ଲାଗୁଛି ଏଥିପାଇଁ ଗୁରୁଜନ ମାନଙ୍କୁ ଅସବ୍ୟବହାର କରୁଥିବା ପୁଅ ବୋହୂ ଏ ଘରକୁ କେବେ ବି ସୁଧାରି ପାରିବେନି ଖବରଦାର ଭାଇ ଏଣିକି ହାତଟାକୁ ଠିକ ଜାଗାରେ ରଖିବାକୁ ଚେଷ୍ଟା କର ଯେ ବଡ଼ ମାନଙ୍କୁ ସମ୍ମାନ ଦେଇ ଶିଖିଲି ତାର ସାନ ମାନଙ୍କୁ ଶାସନ କରିବାର ଅଧିକାର ନାହିଁ ତମରି ପାଇଁ ସିଏ ଆଜି ବଡ ଭାଇ ଉପରକୁ ହାତ ଉଠେଇଦେଲା ଆଉ ଏଥିପାଇଁ ଦାୟୀ ହଉଛ ତମେ ତମେ ହେଉଛ ଆମ ବଡ଼ ଭାଇ ଘର ଯୋଗ୍ୟ ବାପ କାହିଁକି ନା ପିଲାମାନଙ୍କୁ ଆକଟ କରିବା ସଂସ୍ଥା ତମ ପାଖରେ ନାହିଁ ଚାଲ ସୂର୍ଯ୍ୟ ଯୁଗଟା ବଦଳି ଯାଇଛି ସେଦିନ ରାମଚନ୍ଦ୍ର ଆଉ ନାହାନ୍ତି ତାଙ୍କ ପିତାଙ୍କ ଆଦେଶରେ ଶିରୋଧାର୍ଯ୍ୟ ମନେ କରି 14 ବର୍ଷ ମନକୁ ଯାଇଥିଲେ ସେଦିନର ପୁତ୍ର ଶ୍ରବଣ କୁମାର ତାଙ୍କ ଅନ୍ଧ ପିତାମାତାଙ୍କ କାନ୍ଧରେ ବୁହି ରାଜ୍ୟ ବୁଲାଉଥିଲେ ସେ ଯୁଗଟା ଏମିତି ହେଲା ଯେ ପିତାମାତାଙ୍କୁ ସ୍ନେହ ମିଳିବା ଦୂରର କଥା ହେଲେ ମିଳୁଛି ଲାଞ୍ଛନା ଯନ୍ତ୍ରଣା ନିର୍ଯାତନା ମୁଁ ସହିପାରୁନି ପୁଅ ମୁଁ ସହିପାରୁନି ମୋର ଏ ଅଯୋଗ୍ୟ ବାପ ସତ୍ୟତା ମୋ ମନକୁ ବହୁତ କଷ୍ଟ ଦେଉଛି ପିଲାମାନଙ୍କୁ ଗଢ଼ିବାରେ ମୋର କୋଉଠି ତ୍ରୁଟି ରହିଯାଇଛି ମୋର ଭୁଲ ପାଇଁ ମୁଁ ତମ ମାନଙ୍କରେ ହାତ ଧରୁଛି ତମ ଗୋଡ଼ ତଳେ ପଡୁଛି ବନ୍ଧୁ ବାନ୍ଧିଛି ପରା ଏହି ଲୁହ ସାଥିରେ ସୁଚତା ତମରି ତତଲା ଲୁହର ବନ୍ୟାରେ ମୁଁ ସିଝି ଧର ସିଝା ପରିଚୟ ହେଇଯାଇଛି ସେଦିନ ଧୋକା ଦେଇଥିବାର ପରିଣାମଟା ଏତେ ଭୟାବହ ଯେ ମୁଁ ତିଳ ହେଇ ଝଡ଼ି ଯାଉଛି ଅସହ୍ୟ ସେ ଯନ୍ତ୍ରଣାକୁ ଭାଗ ଦେବା ପାଇଁ ଆଉ କେହି ବି ନାହାନ୍ତି ଅଛି କେବଳ ଲୁହ ଟୋପାଏ ଲୁହକୁ ମୁଁ ସାଥୀ କରି ବଞ୍ଚିବି କାହିଁକି ନା ବନ୍ଧୁ ବାନ୍ଧିଛି ମୁଁ Thank you.
ସେମାନଙ୍କର ମନସ୍କାମନା ପୂର୍ଣ୍ଣ ହେଉଛି ହେଲେ ମୁଁ ତ ଗୋଟେ ହତଭାଗାଟିଏ ମୁଁ ବା ତୁମ କଣ ମାଗି ପ୍ରଭୁ ଏତେ ବଡ଼ ଦୁନିଆରେ ଭରସା ବିହୀନ ନିରାଶ୍ରୟ ମନୁଷ୍ୟଟିଏ ହେଲେ ମୁଁ ଜାଣିଛି ପ୍ରଭୁ ତୁମକୁ ମୁହଁ ଖୋଲି କିଛି ନ ମାଗିଲେ ତମେ କୁଆଡ଼େ ନୀରବ ରୁହ ହେଲେ ପ୍ରଭୁ ମୋର ପ୍ରକୃତ ପରିଚୟ ମୁଁ କଣ ପାଇପାରିବିନି ମତେ ଏତିକି ଦୟା କର ପ୍ରଭୁ ମତେ ଏତିକି ଦୟା କର ସେତେବେଳେ ମୁଁ ଗୋଟେ ବେସାହାରା ମନୁଷ୍ୟଟି ହୋଇ ଘୁରି ବୁଲୁଥିଲି ଆଚ୍ଛା ପୁଅ ତୋର ଏ ଦୁନିଆରେ କେହି ନାହାନ୍ତି ଯଦି କେହି ନାହାନ୍ତି ତୃତୀୟ ବାର ହେଲୁ କେମିତି କାହିଁକି ବାବୁ କାହିଁକି ସେ ପଛ କଥା ଗୁଡାକୁ ମନେ ପକେଇ ମୋ ମନ ଭିତରେ କ୍ଷତ ସୃଷ୍ଟି କରୁଛନ୍ତି ସେ ହଜିଲା ତ ଖୋଜିଲେ ସେ କଣ ଫେରି ଆସିବ ନିଶ୍ଚୟ ପୁଅ ନିଶ୍ଚୟ ହଜିଲା ଅତୀତ କଥାକୁ ତର୍ଜମା କଲେ କେଉଁଠି ନା କେଉଁଠି କ୍ଷୟଟିଏ ବାହାରିବ ହୁଏତ ସେଇ ସମ୍ପର୍କ ଭିତରେ ମୁଁ ଅବଗତ ଥାଇପାରେ କୁହ କୁହ ମନରେ କୌଣସି ବନ୍ଧନ ଅଛି କୁହ ଶୁଣିବ ତେବେ ଶୁଣ ଆମ ଘର ଜଗତସିଂହପୁର ରଘୁନାଥପୁର ଶାସନରେ ମଜା କହୁଥିଲେ ଆମ ଗାଁକୁ ଜଣେ ସହରୀ ବାବୁ କିଛି କାମ ପାଇଁ ଆସିଥିଲେ ଆମ ଅଜା ତାଙ୍କ ପାଖରେ ରହି କାମ ଦାମ କରୁଥିଲେ ପୁଅ ତମ ଅଜାଙ୍କ ନାମ କଣ ଥିଲା ସଦାଶିବ ଦାସ ତାପରେ କଣ ହେଲା ସଦାଶିବ ଅଜାଙ୍କର ଗୋଟେ ଝିଅ ଥିଲା ତାଙ୍କ ନାମ ଥିଲା ସୁଜାତା ଆପଣ ଏମିତି କାନ୍ଦୁଛନ୍ତି ଯେ ନାଇଁ ପୁଅ କୁହ ତୋ କାହାଣୀ ସହିତ ମୋ କାହାଣୀ ମିଶିଗଲା ମୋ ଅତୀତ କଥା ମନେ ପଡିଗଲା କୁହ 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 ଏ ସହରୀ ବାବୁ ମୋ ବୋଉକୁ ଭଲ ପାଇ ବସିଲେ ଆଉ ଭଲ ପାଇବାଟା ଏତେ ନିବିଡ଼ ହେଇଗଲା ଯେ ତୁ ଜନ୍ମ ନେଲୁ କିଛି ଦିନ ପାଇଁ ମୁଁ ଘରକୁ ଫେରି ଆସିଲି ଘରେ ମୋର ବିବାହ ପ୍ରସ୍ତାବ ଖୋଜିଲେ କାହାକୁ କିଛି ନ ଛଡ଼ାଇ ସୂର୍ଯ୍ୟଙ୍କ ପାଖକୁ ଫେରି ଆସିଲି ସୂର୍ଯ୍ୟଙ୍କୁ ବାଧ୍ୟ କଲି ତତେ ସଦାଶିବ ବାଙ୍କୁ ମୋ ଆଗରେ ଛାଡ଼ି ଦେଇ ମୋ ସାଙ୍ଗରେ ଯିବା ପାଇଁ ନାରାଜ ହେଲେ ତତେ ଛାଡ଼ିକି ଯିବା ପାଇଁ ତୁମ ବିବାହ ଖବର ଶୁଣି ସାରିଲା ପରେ ମୋ ମା ମତେ ଛାଡ଼ି ଆତ୍ମହତ୍ୟା କରିଥିଲା ମୋ ଅଜା ମତେ ନେଇ ସହରକୁ ଚାଲି ଆସିଲେ ଆଉ ସେଠି ଗୋଟେ ଚୁପୁଡି ଘରଟେ କରି ଲୁହ ଲହୁ ଏକାଠି କରି ମତେ ସେ ବଞ୍ଚେଇ ରଖିଲେ ଅଜା ମୁଁ
ପରିଚୟ ବିଷୟରେ କେବେ କିଛି କହିନାହାନ୍ତି। ଅନେକ ଥର ପଚାରିଛି କିନ୍ତୁ ସେ କହିଛନ୍ତି ସେଇଟା ଗୋଟେ ବିଶ୍ୱାସଘାତକ ବେଇମାନ। ହଁ ହଁ ମୁଁ ଗୋଟେ ବିଶ୍ୱାସଘାତକ ବେଇମାନ। ସଦାଶିବ ବାବୁ କୁଆଡ଼େ ଗଲେ? ମୁଁ ତାଙ୍କ ଗୋଡ଼ ତଳେ ପଡ଼ି ମୋ ବାପର ପ୍ରାୟଶ୍ଚିତ୍ତ ମାଗିଲି। ସେ ଆଉ ନାହାନ୍ତି। କେଉଁ ଏକ ଅଜଣା ରୋଗରେ ପଡ଼ି ସେ ବି ମତେ ଛାଡ଼ି ଚାଲିଗଲେ। ମୁଁ ଏମିତି ମେହନତ କରି ଦିନ ବିତଉଛି। ପ୍ରତ୍ୟେକ ବର୍ଷ ଜାଗର ଯାତ୍ରାକୁ ଆସି ଏମିତି ଗୋଟେ ଦୀପଟେ ଜାଳି ଭୋଳାନାଥକୁ କେତେ କଣ କୁହେ, କିନ୍ତୁ ସମସ୍ତେ କହିଲେ ଭୋଳାନାଥ କୁଆଡ଼େ ପାଟି ଖୋଲି ନ କହିଲେ ସେ କୁଆଡ଼େ ନୀରବ ଶୁଣନ୍ତି ନାହିଁ। ମୁଁ ଆଜି ପାଇଛି, ଖୋଜି ଖୋଜି ମୁଁ ଆଜି ମୋ ନିଜର ମଣିଷକୁ ପାଇଯାଇଛି। ଆରେ ପୁଅ, ତୁ କଣ ହତଭାଗ୍ୟ ମଣିଷଟାକୁ କ୍ଷମା କରିଦଉଛୁ? पिता स्वर्ग पिता ही परमात्मा पिता ने पृथ्वी सर्व देवता सर्व देवता ସେ କଣ ତା ପିତୃ ପରିଚୟକୁ ଅସ୍ୱୀକାର କରିପାରିବ? ଆରେ ମୋ ସାଙ୍ଗରେ ମୋ ଘରକୁ ଯିବା। ନାଇଁ ବାବା, ତୁମକୁ ଏମିତି ନୀତିଦିନ ପାଖରେ ହଉ କିମ୍ବା ଦୂରରେ ହଉ ଦେଖି ମୋ ଆତ୍ମାକୁ ଶାନ୍ତି କରିନେବି, କିନ୍ତୁ ତୁମର ସେ ପୁରୁଣା ପରିଚୟ ଆଉ ନୂଆ ପରିଚୟ ସାଥିରେ ପରିଚିତ କଲେ ଅଶାନ୍ତିର ବନି ଚଳିବ। ଆଉ ମୁଁ ଚାହେଁ ନା ମୋ ବାବା ସେ ନିଆଁରେ ଜଳି ଜଳି ଅଧା ଜଳ ମଣିଷ ଠାରୁ ବଞ୍ଚନ୍ତୁ। ଦୁନିଆକୁ ଜାଣିବା ଆଗରୁ ସିନା ମୋ ମାଆକୁ ହରେଇ ଦେଲି, କିନ୍ତୁ ଦୁନିଆକୁ ଚିହ୍ନିବା ପରେ ମୁଁ ମୋ ବାପାଙ୍କୁ ହରେଇବାକୁ ଚାହୁଁନି। ପାଇଛି, ଖୋଜି ଖୋଜି ମୋ ଦେବତାଙ୍କୁ ମୁଁ ପାଇଯାଇଛି। ମୋ ସାଙ୍ଗରେ ମୋ ଘରକୁ ଯିବାକୁ ପଡ଼ିବ। ତତେ ସେଇ ଦେବତାର ନାମ ଏତେ ବଡ଼ ନିୟମଟା ପକେଇଦେଲ। ହଉ ଯିବି, କିନ୍ତୁ ମୋର ଗୋଟେ କଣ୍ଡିସନ। କଣ୍ଡିସନ? ହଁ, କଣ୍ଡିସନଟା ହେଲା କେବେ କୌଣସି ପରିସ୍ଥିତିରେ ଆମ ସମ୍ପର୍କ ବିଷୟରେ କାହାକୁ କିଛି କହିବନି। ଆଉ ମୁଁ ରହିବି ତମ ଘରେ ତମ ପାଳିତ ପୁଅ ହୋଇ। ମୋ ବଡ଼ ପୁଅ ହେଇପାରେ ମୁଁ ତମ ବଡ଼ ପୁଅ, ମୁଁ ତ ଅସ୍ୱୀକାର କରୁନି, କିନ୍ତୁ କେବେ କୌଣସି ପରିସ୍ଥିତିରେ ଆମ ସମ୍ପର୍କ ବିଷୟରେ କହିବାକୁ ଚେଷ୍ଟା କରୁଛି। ସେଇଦିନ ମୁଁ ଘର ଛାଡ଼ିଦେବି। ରହିଯା। ମୋ କଥା ଦେଲି ପୁଅ, କୌଣସି ପରିସ୍ଥିତିରେ ମୁଁ କାହାକୁ କିଛି କହିବିନି। ଚାଲ ଯିବା, ମୋ ଘରକୁ ଯିବା। ଚାଲ ଚାଲ। ମଣିଷଟା ତାର ଦୁନିଆରେ କେହି ନାହାନ୍ତି। ମୁଁ ମନ୍ଦିର ଯାଇଥିଲି, ଜାଣିଛୁ ବି ନା ମୋ ଛାତିକୁ ଏମିତି ଏକ ଯନ୍ତ୍ରଣା ହେଲା ଯେ ଏ ମନ୍ଦିର ବେଳାରେ ଏତେ ଲୋକ ଥିଲେ କେହି ବି ତମେ ମୋ ପାଖକୁ ଆସିଲେନି। ଶେଷରେ ପୁଅ
ମୋର ସେବା ଶୁଶ୍ରୂଷା କରି ଏ ଘର ପର୍ଯ୍ୟନ୍ତ ନେଇ ଆସିଛି। ବାପା ଇଏ ତ ଉତ୍ତମ କଥା। ଚାଣକ୍ୟ ରାଜଦ୍ୱାରରୁ ଶ୍ମଶାନ ଯାଏ ଯୋଉ ମଣିଷ ଛିଡ଼ା ହୁଏ ସେ ହେଉଛି ପ୍ରକୃତ ବନ୍ଧୁ। ଛଡ଼ା ଆପଣ ଯେତେବେଳେ କହୁଛନ୍ତି ତାଙ୍କର ଏ ଦୁନିଆରେ କେହି ନାହାନ୍ତି, ଆଉ କିଏ ମାନୁ କି ନ ମାନୁ ତମେ ଆଜିଠାରୁ ମୋ ବଡ଼ ଭାଇ ଭାଇ। ଶ୍ୱଶୁରର ଦେହ ଖରାପ ହେଲେ ସେବା ତ ଦୂରର କଥା, ସାଧାରଣ ମେଡିସିନ ଖାଇବା ପାଇଁ ପାଣି ତ ପାଇ ଯେ ଦେଇପାରେ ନା, ସେ ପୁଣି ଏ ଘରର ବୋହୂ। ତମେ କଥା କହିବାର ସୀମା ଟପି ଯାଉଛ। ଗୋଟେ ପରମ କଣ କରେ ଇଏ ବଡ ମୁଁ ଆଉ ବାପା ଯେତେବେଳେ ସ୍ୱୀକାର କରିସାରିଛୁ ସେ ହେଉଛନ୍ତି ଏ ଘରର ବଡ ପୁଅ। ଆଉ ବାବୁ ଆଉ ମା କାହିଁକି ଏ ପର ମଣିଷଟା ପାଇଁ ଘର ଝଡ଼ ଉଠିବ? ବରଂ ମୁଁ ଏ ଘର ଛାଡ଼ି ଚାଲି ଯାଉ। କୁଆଡ଼େ ଯିବୁନୁ? କାହିଁକି ତୁ ଏ ଘରେ ରହିବୁ। କାହିଁକି କାହିଁକି ସମ୍ପର୍କର ସପ୍ତାଶୀ ଗୁଳିରେ ମୋତେ ବାନ୍ଧି ଦଉଛନ୍ତି? ମୁଁ ବରଂ ଯୋଉଠି ଥିଲି ଭଲ ଥିଲି, ଆନନ୍ଦରେ ଥିଲି, ଏଠି ଆଣି ସମସ୍ୟାର ବୁଢୀ ହାଡ଼ି ଜାଲ ଭିତରେ ମୋତେ କାହିଁ ଠକି ଦଉଛନ୍ତି? ଆରେ ସୁଭଗ୍ନା, କଣ ହେଇଛି ଘରେ କାହିଁ ଝଗଡ଼ା ହଉଛି? କେବଳ ଏଇ ଲୋକଟା ପାଇଁ। ଏଇ ଲୋକଟା ପାଇଁ? ହଁ ଏଇ ଲୋକଟା ପାଇଁ। ଏଇଟାକୁ କୋଉ ରାସ୍ତା କଡ଼ରୁ ଗୋଟେଇ ଆଣି ଛାତି କୂଳ ଜଳ ନଥିବ ଅକୁଳିଲ ମଣିଷଟା ସିଏ ପରି ହବ ଏ ଘରର ବଡ଼ ପୁଅ। ତମେ ଚୁପ ରହ। ସୁଭଗ୍ନା କିଛି ଭୁଲ କହୁନି। ଜାତି କୁଳ ଜଣେ ନଥିବ ଗୋଟେ ଜାରଜ ସନ୍ତାନ ହବ ଏ ଘରର ବଡ଼ ପୁଅ। କଣ ହେଲା? ଗୋଟେ ବାହାର ଲୋକ ଯୋଗୁ ମୋ ସାମ୍ନାରେ ମୋ ସ୍ୱାମୀକୁ ତମେ ହାତ ଉଠେଇ ମାରି କହିଲ। ଆଜି ମୁଁ ତମକୁ ଛାଡ଼ିବି। ଆଜି ତମକୁ ମାରିଦେବି। ବାପାଙ୍କ ପାଖରେ ଥାଉ, ମୁଁ ମେଡିସିନ ନେଇକି ଆସୁଛି। ଜଲ୍ଦି ଯା। ମୁଁ ଡାକ୍ତରଙ୍କ ପାଖକୁ ଯାଇ ଠକିଗଲେଣି। ଏମିତି ଏକ ରୋଗ ଭଲ ହବା ପାଇଁ ଅନେକ ଟଙ୍କା ଦରକାର। ମୋ ହାର୍ଟ ଏମିତି ଏକ କ୍ଷତ ହେଇଛି ଯେ ନିହାତି ଅପରେସନ ଆବଶ୍ୟକ। ଟଙ୍କା ଅଭାବରୁ ମୁଁ ମେଡିସିନ ଖାଇ ବଞ୍ଚିଛି। ବାପା ତମେ ବ୍ୟସ୍ତ ହଉନି ବାପା। ଏ ଦେଖ ବାପା, ମୋ ପାଖରେ 50,000 ଟଙ୍କା ଅଛି। ଚାଲ ମୁଁ ତମକୁ ମେଡିକାଲ ନେଇଯିବି। ଏ ଟଙ୍କା ମୋର ଦରକାର। ବାବୁ ବାବୁ ସେ ଟଙ୍କା ମୋତେ ଦେଇଦିଅ ବାବୁ। ତୁମେ ମୋର ବାପାଙ୍କର ଯନ୍ତ୍ରଣା ସହିପାରୁନ ଆଉ ତମ ହୃଦୟ ଏତେ ନିର୍ଦୟ। କଥାଠାରୁ ବି ଆଉ ଜାଣ ଛି। ଆବେ ଶଳା ତୁ ମୋ ଉପରେ କଥା କହିବୁ ଶଳା ତୁ ସେ କାଛୁ ମୋ ବାପା ମୋତେ ହାତ ଉଠେଇଲା। ମୋ ଦିଟାକୁ ଅଛି ମୁଁ
ଯୋଉ ରାସ୍ତା କଡ଼ରୁ ଆସିଛୁ ସେଇ ରାସ୍ତା କଡ଼ର ମଣିଷ ଭଳି ଏ ଘରେ ବଞ୍ଚିବା ପାଇଁ ଚେଷ୍ଟା କରିବୁ। ଆଉ ଯଦି ମୁଣ୍ଡ ଉପରେ ଚଢ଼ିବା ପାଇଁ ଚେଷ୍ଟା କରିବୁ ତ ପରିଣାମଟା ଭୟାବହ ହବ। ତମେ ଦିଟା ଆଜିଠାରୁ କହିବ ବନ୍ଧୁ ବାନ୍ଧିଛୁ ମୁଁ ଲୁହ ସାଥିରେ। তোমার সাথে ହେଇଗଲା ତ ଦୁଃଖ ନାହିଁ ବାପା, ମୁଁ କାହିଁକି ଦୁଃଖ କରିବି? ମତେ କିଏ ମାରିଛି କି? ମତେ ପରା ମୋ ଭାଇ ମାରିଛି। କେହି ନ ଜାଣିଲେ ବି ଆପଣ ପରା ସବୁ ଜାଣିଛନ୍ତି। ସିଏ ମୋ ଭାଇ। ନିଜ ଭୁଲ ବୁଝି ସାରିଲା ପରେ ସେ ପୁଣି ମତେ ନିଜର ମନ ନବନି। ତମେ ଗୋଟେ କଥା ମନେ ରଖିଥିବ ବାପା, ଗୋଟେ କଥା ମନେ ରଖିଥିବ, ଆଖିର ଲୋକ ସାଥି କରି ବଞ୍ଚିବା ଶିଖିଯିବୁ। ଏ ଲୁହ ମତେ ଡରି ପାରିବନି ବାପା, ଏ ଲୁହ ମତେ ଡରି ପାରିବନି। କାହିଁକି ନା ମୁଁ ପରା ବନ୍ଧୁ ବାନ୍ଧିଛି ଲୁହ ସାଥିରେ। Bye.
বাঁধিছি লোহ সাথীরে বন্ধু 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 বাঁধিছি লোহ সাথীরে ଏକ ବିଶେଷ ସୂଚନା ଅଖିଳ ଲୁକିଆବଟି ଲୁଣିଆବଟି ସମ୍ପୂର୍ଣ୍ଣ ମୁକ୍ତ ହୋଇ 51 ଟଙ୍କା ଦେଇଛନ୍ତି ଧନ୍ୟବାଦ। भाई कोई कला मौसमी तू मंदिर रो आसी अपेक्षा करथिबो मु ए गली आ आसिना में दी जण संग होई छिबा जमाते एका एका जीवनी काई कि आज कल असामाजिक लोक माने को ए रास्ता काटा सब असम काई बाबू घर ए पर्यंत देखा नहीं जो तो लंबा लंबा भाषण नहीं मु ता गाड़ी रे चंपा छी एका एका चली छी एका एका जीवा जमा जमा पता बाटा रखिचे शंभो टांगिया धरिचे टांगिया धरिचे टांगिया पिकले नाचुचे जीवार लगी तोर भाई सिना तो मना करिছে अरे वाह पते नहीं तोर घरे मो संगे मो तो छाड़ी देबी तमे तमे तो सही लोग से दिन हम घर को जाई हमको धमक दे आसी देखो चुपचाप एठो चली जा मो भाई जानिले ना किछि करि परिबन तोर भाई ताके मुई मने मने खोजुछे सरा के देखिले हाने सीधा साला पत्थरे झुले देबी तमरे एते साहस तमे पुरी मो भाई को मारी दबो तमे बोटे मो भाई विषय किछि जानि ना अरे जानी छिलो जानी छे बोली तो तोर पछरे पड़ी छी तोर भाई ता गुटे रेंजर ऑफिसर सेदिन ओरे जाई कई आसिला परे भी तार गरम कमिनी ताकू मने मने खोजु छे ओला के पाई जिबी तो सेटा हाणी देबी आ मोर बाबू पैसे ए मो संगरे नहीं गले तोर भाईटा आपे आपे मो बाबू पाखरे पहुंची जिवो अरे वाह अला आसु पर मां भौणी को केबे कथा बार्ता करा जाय सेति सिखि नो मां भौणी लाका दिन मो माटा मरी जाई छी तामु हम देखिबी आम बाबू हमरा रखिছি सब आम भौले खरा बरसा सीता काका एकाठी करी मो भौणी के मो खुशी रे मो भौणी बोले भौणी जगते नतिला आम देह खराब हो गला कांदी कांदी कहूथिबो
रे तो देह खराब हो गला अरे ने तो रानी मुझे पी दे तू देखिबो तो देह बनाई जीवो ଆଉ ତାପରେ ଅଧି ଏରିଆ ଭୟଙ୍କର କାଳ ବୈଶାଖୀ ମାରି ଆସିଲା ସେ ଲୋକଟା ଆସିଲା ଆଉ ମୋ ଭଉଣୀକି ମାରିଦେଲା କିନ୍ତୁ କହୁନ କାହିଁକି ମାରିଲ? ସେ ପାଗଳ ମୋ ଭଉଣୀର ମନ ମୋଟା ସେ ତାକୁ ପାଖରେ ନାଚି ଉଠେ ମୋ ଦେହର ଧରି ଯାଏ ତତେ ଧନିଆ ଛାଡ଼ିବେନି ରେ ସେ ପାଗଳାକୁ ସିଧା ହାଣିଦେବେ ବାବୁ ମତେ କହିଛେ ମୋ ସାଙ୍ଗରେ ନେବି ଦେଖ ତମେ ଯେମିତି ଆଜି ତମ ଭଉଣୀ ପାଇଁ ବ୍ୟସ୍ତ ବିବ୍ରତ ହେଇ କାନ୍ଦୁଛ ମୁଁ ବି ସେମିତି କାହାର ଭଉଣୀ ହେଇଥିଲି ମୁଁ ତମକୁ ହାତ ଯୋଡ଼ିଛି ମତେ ଛାଡ଼ି ଦିଅ ଆଲୋ ନାହିଁ 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 ମୋ ବାବୁ ମୋ ଭାଇ ଭଗବାନ ସେ ମତେ ଖାଇବାକୁ ଦଉଛି ମତେ ସେ ବଞ୍ଚେଇଛି ତା ସାଥିରେ ମୁଇଁ ବିଶ୍ୱାସଘାତ କରିପାରିବି ମୋ ବାବୁ ମତେ କହିଛି ମାନେ ତତେ ନେଇକି ଯିବି କହୁଛେ ମୋ ଭଉଣୀ ପାଇଁ ପାଲଟି ଯାଇଛି ମୁଁ ଗୋଟେ ନର ରାକ୍ଷସ ସମ୍ବୁର ଟାଙ୍ଗିଆ ଏ ସମ୍ବୁର ଟାଙ୍ଗିଆ ଦେଖିଲେ ମହାବଳ ପାଖ ବି ଲାଙ୍ଗଳ ଜାତି ପଡ଼େ କହୁଛେ মনে মনে মু খোঁজুଥିଲି আଜି পাখরে পাইছি মানে ততে মই ছাড়িবেনি হারাম দাদা ততে মু হানি দেবে আরে চুপ তোমার ভলিয়া ক্রিমিনাল ধরিয়া পাই ମୁଁ ମନେ ମନେ ସୋଚୁଥିଲି আবে তু কি ফেরি করি পারু মু ততে সোলা হানি শাল গছরে ঝুলাই দেবি হারাম দাদা ସେ ଲୋକଟା କିଏ? ଚନ୍ଦ୍ର ଯିଏ ବୁଝେ ତାକୁ ଭଲ ଭାବରେ ବୁଝେଇ ଦିଏ ଆଉ ଯିଏ ଅବୁଝା ହୁଏ ତାକୁ ସବୁଦିନ ପାଇଁ ଏ ଦୁନିଆରୁ ହଜେଇ ଦିଏ।
ସୁରକ୍ଷିତ ଭାବେ ବଞ୍ଚିବାକୁ ଚାହୁଁଛୁ ଆମେ ମୋ ହାତରେ ହାତ ମିଶା ଆଉ ଆମେ ପୁରୁଣା ଦୋସ୍ତୁରେ ଭୁଲି ଯିବା ଆମେ ଦୁଇ ଜଣ ବେପାର କରିବା ଆରେ ତୋର କେହି କିଛି କହିପାରିବେନି ରେ ଆମେ ଦୁଇ ମରର ତୁ ଯା ଭାବୁଛୁ ମୁଁ ସେମିତିକା ରେଞ୍ଜର ପୋଲିସ ଅଫିସର ନୁହେଁ ଭୟରେ ନାମଗୁଡ଼ ଯାଇକି ଚାଲିଯିବି ଆଉ ନଚେତ ତମ ଦୁଇ ଜଣ ଜୀବନ ଏଇଠି ନେଇ ଆଉ ତୁମମାନଙ୍କ ସାଥିରେ କେମିତି ଚ୍ୟାଲେଞ୍ଜ କରାଯାଏ ସେ କାଇଦାଟା ବେଶ ମତେ ଭଲ ଭାବୁଛି ଆଉ ତୁମେମାନେ ହେଉଛ ଏ ଦେଶର ଗୋଟେ ଗୋଟେ କଳଙ୍କ ଦେଶଦ୍ରୋହୀ ଜାତି ଧରି ତମ ଭଳିଆ କ୍ରିମିନାଲକୁ ଧରିବା ପାଇଁ ରେଞ୍ଜର ସୁରେନ୍ଦ୍ର ମହାପାତ୍ର ଆସୁଛି ବାଘ ଜଙ୍ଗଲରେ ଶିକାର କରେ ହେଲେ ଜନ ଗହଳି ଭିତରେ ନୁହେଁ ତୁମେମାନେ ଠିକ ସେମିତି ଲୁଚି ଲୁଚି ଶିକାର କରୁଛ ଚୁପଚାପ ମୋ ସହିତ ଦାଦା ତୋର ସ୍ୱାଧୀନ ସତରେ ଗରମ କାଛାଲି କମେନି ଦେଖିଛୁ ଏ ଟାଙ୍ଗିଆ ଶଳାକୁ ଏମିତି ଟୁକୁଡ଼ା କରିବି ମେଡିକାଲରେ ଡକ୍ଟର ବି ଚିହ୍ନି ପାରିବନି ଶଳା ଏ ଟୁକୁଡ଼ା ହୁଆ ନା ବକରି କାଟା ଆସୁଛି ଇନ୍ସପେକ୍ଟର ଆସୁଛେ আবে রাজা তুই সোনাটা আজি মরিবু বে চন্দ্রবোধা এইটা কথা ভুল ଠିକ ଅଛି ଆପଣ ଯେତେବେଳେ ରିକ୍ସ ନେଉଛନ୍ତି ମୋର କହିବାରେ କିଛି ଆପତ୍ତି ନାହିଁ କିନ୍ତୁ ଏଇ କ୍ରିମିନାଲଟା ତମ ହାତରୁ ଯେମିତି ନ ଖସିଯାଏ ଆପଣ ନିଶ୍ଚିତ ଯାଆନ୍ତୁ ତା ଛଡ଼ା ଆପଣଙ୍କ କୌଣସି ଆପଣ ଶୁଣିବେ ଏଠି ଏଇ ପରିସ୍ଥିତିରେ ରହିବା ଆମେ ଭଲ ନୁହେଁ ଯାଆନ୍ତୁ সে সোনাটা চালিগলা নিজে ମୋ ଛାତିରେ ଗୋଟେ ଶକ୍ତ ଜଖମ ଦେଇ ଚାଲିଗଲା ଆପଣ ଜମା ଚିନ୍ତା କରୁଛନ୍ତି ସେ ଜଖମଟା ସେ ଶଳା ରେଞ୍ଜର ପୁଣି ପୂରଣ କରିବ ଆରେ ଯେମିତି ହଉ ତାର ମୋ ଭଉଣୀଟା ଦରକାର ଆରେ ତାର ଏମିତି ଅବସ୍ଥା କରିବି ସେ ଶଳା ଯେମିତି ବି ହଉ ଆତ୍ମହତ୍ୟା କରିବ ଆମ ସମସ୍ତଙ୍କର ଗୋଟିଏ ଟାର୍ଗେଟ ସେ ଶଳା ସୁରେନ୍ଦ୍ର ରେଞ୍ଜର ମୋ ଅସଲ ପରିଚୟ ଜଣା ପଡ଼ିଯାଏ ଯେ ମୁଁ ତମମାନଙ୍କ ସାଙ୍ଗରେ ସାଲିସ କରିଛି ବୋଲି ମୋ ଚାକିରିଟା ଗଲା ଆମ ସମସ୍ତଙ୍କର ଗୋଟିଏ ଟାର୍ଗେଟ ରେଞ୍ଜର ସୁରେନ୍ଦ୍ର ମହାପାତ୍ର ଏକ ବିଶେଷ ସୂଚନା ବବୁଲ ଭାଇ ଆମର ବାନଗ ମୁଁ ପାଇପି ବାଲା ନାଳ ଏମିତି ପାଇପି ଫିଟିଂ କରିବି ପୁରା ପାଣି ବାହାରିବ ଗଳ
ଆଣିଛି 25 16 ନମ୍ବର କାମ କରିଦେବି ଥରକୁ ଥର ଆସି ଦେଖି ଯା ଆସି ଦେଖି ଯା ସତ କି ମିଛ ମୁଁ ଆସି ଦେଖି ଯା ଆରେ ଘର ଟିକେ ଅଛ କବାଟ ଖୋଲ କିଏ ଡାକୁଛ? ଆରେ କବାଟ ଟିକେ ଖୋଲ ଆରେ ତମେ କିଏ ଡାକୁଛ? ଆରେ ଆସିଅଛି ମୁଇଁ ମାଇକି ବାଲା କିଏ ସେ କରିଛି ତମରି ଢିଲା ଆଉ ଆଣିଛି 25 16 ନମ୍ବର କାମ କରିଦେବି ଥରକୁ ଥର ଆସି ଦେଖି ଯା ଆସି ଦେଖି ଯା ସତ କି ମିଛ ମୁଁ ଆସି ଦେଖି ଯା ଆରେ କଣ ତମ ଭାଙ୍ଗି ଦବ ନା କଣ? ଓହୋ ଆରେ ଖୋଲୁଛି। ନାଡୁ ଭାଇ ତମେ ଚୁପ ହେଇଯା ଆଲୋ ଗଣ୍ଠି ଭାଇ ମୋ ସାଙ୍ଗ ମୁନା ଭାଇ ପାଖକୁ କଲ ମିସ୍ତ୍ରୀ ଫୋନ କରିଥିଲା ଆମ ଗାଁ ରାମଚନ୍ଦ୍ର ପାଇପ ମିସ୍ତ୍ରୀ ସିଏ ବା କାଷ୍ଟଳ ପାଇପ ଆଣିଛି ଏମିତି କୁନ୍ଦିବି ଦେଖିଲୁ ଏମିତି ଟାଇପ କରିଦେବି ପୁରା ପାଣି ମୁହଁ ଥପ ଥପ ନା ଖାଲି ନାଡୁ ଭାଇ ତମେ ତ କଟକ ଯାଇଥିଲ। କଟକ ମୋ ପାଇଁ କଣ ଆଣିଛ କଟକରୁ? ଆଲୋ କାଲି ଯାଇଥିଲି କଟକ ସେଠି ଭିଡ଼ ପ୍ରବଳ କାଲି ଯାଇଥିଲି କଟକ ସେଠି ଭିଡ଼ ପ୍ରବଳ ସକାଳେ ବେଲା ଆଣିଛି କଣ? ପାଇଁ ଘୋଡ଼ାର ବାଳ ହଁ ଏଇଠି ବାଳ ଆଣିକିରି ମୁଁ କଣ କରିବି ଯେ? କଣ ବାନ୍ଧିବି? ମୋର କଣ ନାହିଁ? ଦେଖୁନ କାଟିଦେବି କେତେ ଲମ୍ବା ବାଳ। କଣ ନା ଆଉ ଏ ଲମ୍ବା ବାଳରେ ବାନ୍ଧି ପକେଇବି। ଫୁଲ କାଟିଦେବି ହେଇଟି ହଁ? ଆଉ ନାଳ ନାହିଁ କି ବାଳ ନାହିଁ ମୁଁ ଫୁଲ ଦୁର୍ବଳ ନାଳ ନାହିଁ କି ବାଳ ନାହିଁ ମୁଁ ଫୁଲ ଦୁର୍ବଳ ଲୋକଟା ଭାବି ମୁଁ ଏ ହାତକୁ କରିଛି ବଳ ଏଇଠି ମୁଁ ଥାଉ ତମ ହାତକୁ ଦବ ଯନ୍ତ୍ରଣା ହେଇନି। ଭାରି କଷ୍ଟରେ ଅଛି ତମ ମନର ମଇନା। କଣ? ତମେ ଏମିତି ଦୁର୍ବଳରେ ଫେଲି ହଉଛ। ଦୁର୍ବଳରୁ କାହିଁ ପେଲି ହଉଛି ଜାଣିପାରୁନୁ ଆଲୋ ନାଳ ନାହିଁ କି ବାଳ ନାହିଁ ମୁଁ ଫୁଲ ଦୁର୍ବଳ ନାଳ ନାହିଁ କି ବାଳ ନାହିଁ ମୁଁ ଫୁଲ ଦୁର୍ବଳ ଲୋକଟା ଭାବି ମୁଁ ହାତକୁ କରିଛି ବଳ ଭାରି କଷ୍ଟରେ ରହୁଛି ତମ ମନର ମଇନା। ଏଇଠି ଅନେଇଲ ତମେ ଜାଣିଛ ଏ ବୁଢା ନା ଏ ବୁଢା ଜମା ବି ଭଲ ନୁହଁ। ହାତ ଧରିକି ଏଇଠିକି ପଳେଇ ଆସିଲି ହେଲେ କଣ କରିବି କହିଲ? ଏ ବୁଢାକୁ ନା ମତେ ୟୁଜ କରିବା ପାଇଁ ତାକୁ କେତେ ପ୍ରକାର ମେଡିସିନ ଦେଲିନି। ଏଇ ଯୋଉ ତେଲ ଏଇ ଯୋଉ ଜାପାନୀ ତେଲ ଅଷ୍ଟ୍ରେଲିଆ ତେଲ ଏମିତି କେତେ ପ୍ରକାର ଦେଲିନି। ଏବେ ପୁରା ମାର୍କେଟରେ ମାଡ଼ ଗୋଡ଼ 10 ମିନିଟ୍ ଦେଲାଣି ହେଇଟି ଆରେ 6 ମାସ ବାହାଘର ହେଲାଣି ସେ ଗଣ୍ଠି କଣ ତମକୁ କିଛି କରୁନି କଣ କରିବ? ତା ପାଖରେ ପରା ବଳ ନାହିଁ। ହେଇଠି କଟିବା ପାଇଁ ତୋ ପାଖରେ ବଳ ଅଛି? ବଳ ନାହିଁ କହୁଛି ବା କେତେ ପ୍ରକାର ତେଲ ତାଠି ୟୁଜ କଲିଣି ସେ ପାରୁନି। ଆଲୋ ମଲା ସାପକୁ ଡମ୍ବରୁ ବଜେଇଲେ ସେ କଣ ଆଉ ଉଠିବ ସେ ଏକ୍ସପାୟର ଡେଟ୍ ପଳେଇଲାଣି
ଅନେଇରୁ ସେ କଥା ଛାଡେ କୋଉଠି ପାଇବି ଖୁନ୍ଦିବି ଏମିତି ଖୁନ୍ଦିବି ପୁରା ଟପ ଟପ ନ ଖାଲି ଗପ 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 ହେଇକି ହଁ ଏଇ ନାଇଁ ନାଇଁ ଲୋ ତୁ ଯୋଉଠି କହିବୁ ମୁଁ ସେଇଠି ଖୁନ୍ଦିବି ଏମିତି ଖୁନ୍ଦିବି ଖାଲି ଗପ ଗପ ନ ଖାଲି ଗପ ଗପ ତାହେଲେ ଡେରି କାହିଁକି ଆଉ ଶୀଘ୍ର କାଢୁନୁ କାଢିବି ଆରେ ଶୋଷ ପ୍ରବଳ ହେଲାଣି ଜାଣିପାରୁଛ ନା ମତେ ପ୍ରବଳ ଶୋଷ ପୁଅକୁ ପାଇପି ବାଲାକୁ ପାଇପି ଫିଟିଂ କରିବାକୁ ପଠେଇଥିଲି ଶଳା ପାଇପି ଫିଟିଂ କରୁଛି ନା ସେଟିଂ କରୁଛି ଶଳା ମୋ ଘର ଭିତରେ ପାଇପି ଫିଟିଂ ହଉଛି ଏ ତ ଠକ୍ ଠକ୍ ସାଉଣ୍ଡ ହବା କଥା ଏ ଶଳା ତ କଚ୍ କଚ୍ ସାଉଣ୍ଡ ହଉଛି ସୁତୁଲି ଆଲୋ କବାଟ ଖୋଲୁନୁ ଆମେ ଶଳା ରାମଚନ୍ଦ୍ର ଟେଟର ହାଇଟ୍ ସିମେଣ୍ଟ ଆଣିଥିଲି ଅଜଗା ଜାଗା ପୁରା ସବୁ ଫାଟ ଖାଲି ଫାଟରେ ମାରୁଛି ଏ ଯାଏଁ ପାଣି ବାହାରିନି ଆଲୋ ସୁତୁଲି ଆଲୋ ସିଏ ତ ପାଇପି ଫିଟିକି କରୁଛନ୍ତି ଆଲୋ ତୁ କବାଟଟା କାହିଁ ବନ୍ଦ କରିଛୁ ଆଲୋ ଖୋଲୁନୁ ଆଲୋ ସୁତୁଲି ଆଲୋ ସେପଟ ଟ୍ୟାପରେ ପାଇପି ଫିଟିଂ କରିଛୁ ଟି ଆଲୋ ପଜାତି ମାଇନା ସବୁବେଳେ ତୋଠାରୁ କୋଉଭଳିଆ ମାଇକିନା ନଥିବ ଏ ହରିରାମ କୃଷ୍ଣ ଗୋବିନ୍ଦ ମୁରାरी ये क्या हुआ क्या ଆଲୋ
ଦେହଟା କଣ ମୟା ମୟା ଗନ୍ଧ ହଉଛି ସପ୍ତାହ କଥା କୁହ ତୁ ଘର ଭିତରେ କଣ କରୁଥିଲୁ? କଣ ଆଉ କରିବି ମୁଁ ପରା ସେଇ ଆଣ୍ଠୁ ଗୋପାଳଙ୍କର ସେବା କରୁଥିଲି। କଣ କହିଲୁ? ତୁ ଆଣ୍ଠୁଆ ଗୋପାଳଙ୍କର ସେବା କରୁଥିଲୁ? ହଁ ପରା ଆଁ? ତୁ ପୁଅଟେ ପୁଅଟିଏ ପାଇଁ ମାନସିକ ରଖିଛି ତ ସେଇଥିପାଇଁ ଆମର ପୁଅଟିଏ ହବ। କଣ କହିଲୁ? ତୁ ପୁଅଟେ ପାଇଁ ମାନସିକ କରିଛୁ? ହାଇଲୋ ଆଲୋ ପୁଅ ତ ଦବା ଲୋକ ମୁଁ। ଆଲୋ 6 ବର୍ଷ ହେଲା ବାହାଘର ହେଲାଣି ଥରୁଟେ ବି ଖଟରେ ମତେ ଶୁଆଇନି ବି ତାକୁ ମାରିବାକୁ ବି ଦେଇନି। ଆଲୋ ପୁଅ ଜନ୍ମ ହେବ କେମିତି? ଏ ମା କଣ ଯେ ଜାଣି ପାରୁନ ତମେ ପରା ପୁଅ ଦବ। କଣ କହିଲୁ? ହଉ ଠିକ ଅଛି ଯେତେବେଳେ ପୁଅଟିଏ ପାଇଁ ତୁ ମାନସିକ କରିଦେଇଛୁ ତାହେଲେ ମତେ ଦବାକୁ ପଡିବ ନଦେଲେ ଆଣ୍ଠୁଆ ଗୋପାଳ ମା ଅବନ ହବନି। ନାଇଁ ମୁଁ ତତେ ଏଇଠି ଦେଇଦେବି। ଚୁପ୍ କହିଲା କଣ ଦେଇପାରିବନି। ଆରେ ଦବା ଲୋକ ତ ରାଜି ଅଛି। ଆରେ ତମେ କାହିଁକି ନେଇପାରିବୁ? କହିଲୁ କହିଲୁ ମୋ ଧନ ଆରେ ଗେଲୁ ଗଲୁ ଆଉ ଶୁଣ ଆଲୋ କଣ ହେଇଛି କିଲୋ? କିଏ ମନା କଲା କାହିଁକି ଦେଇପାରିବୁନି କହୁଛୁ? ଏଇଠି କଣ ଯେ ତମେ ଜାଣି ପାରୁନ ଏ ଦିନ ଦି ପରେ ଛୁଆ ଜନ୍ମ କରେ ନା 12 ଘଣ୍ଟିଆ ଛୁଆ ଜନ୍ମ କରେ। ଶଳା ରାତିଟା ତ ମୋ ପାଇଁ କାଳ। ମୁଁ ଶଳାଟି ଅନ୍ଧାର କଣା ରୋଗୀଟା। ଶଳା ରାତିରେ ଅଣ୍ଡାଳି ଅଣ୍ଡାଳି କାନ୍ଥ ବାଳ ପୁରା କଣା କରିବ। ଆଉ ସକାଳୁ ଉଠି ଦେଖିଲା ବେଳକୁ ଘରର ତକିଆକୁ କେତେବେଳେ କୁଣ୍ଡେଇ ପକଉଛି କେତେବେଳେ ଘରର ମାଇ କୁକୁରକୁ କୁଣ୍ଡେଇ ପକେଇଛି। ନା 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 ମୁଁ ତତେ ଲୋଭ ଦେବି ତୋ ମାନସିକ ପୂରଣ କଣ କହିଲୁ? କହିଲୁ ମୁଁ ତ ବାହାରେ ଥିଲି ଆଉ ତୋତେ ଦେଲା କିଏ? କିଏ ଦବ? କିଏ ଦେଲା କହୁନୁ? ଆରେ କିଏ ଦବ ଯେ ମୁଁ ପରା ସେଇ ଆଣ୍ଠୁଆ ଗୋପାଳଙ୍କର ବିଭୂତି ନେଇକି ହାଲିଆ ହେଇଯାଏ। କଣ କହିଲୁ? ଗୁଣ୍ଡି ଗୋପାଳଙ୍କ ବିଭୂତି ଆଣିଛୁ ଭଲ କଲୁ ଭଲ କଲୁ। ଆଉ ମୋର ପାତିକ ଯଦି ମିଶେଇ ଦବା ସୁନିଶ୍ଚିତ ଗୋଟେ ପୁଅ ହବାଟା ପକ୍କା ଆଉ। ନାଇଁ ମତେ କିଛି କରାନି ଛାଡ଼ି ହଁ। ଆଉ ଛାଡ଼ି ଦିଅ। ଆରେ ଛାଡ଼ି ଗୁରୁଟି ଗୋପାଳ ନାଳ ମୁଁ ହିଁ ଆରମ୍ଭ କରିଥିଲି ଓଏ ହୋଟେଲ। ଖଟ ତଳେ ମୁଁ ଆଉ ଖଟ ଉପରେ ବି ମୁଁ। ଗାଁ ନଦୀ ପଠାରେ ବି ମୁଁ ଗାଁ ଆମ୍ବ ଗଛ ତଟାରେ ବି ମୁଁ। କେବଳ ମୁଁ 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 हे कृष्ण गोविंद हरे मुरारे हे नाथा हे कृष्ण गोविंद हरे मुरारे हे नाथा राधे कृष्ण हरे कृष्ण राधे कृष्ण हरे कृष्ण राधे कृष्ण हरे कृष्ण राधे कृष्ण हरे कृष्ण Krishna Hare Krishna Hare Hare ବାବା କଣ ତୋ ଡାକ୍ତର ଏକାଥରେ ଜୀବନ ଦାନ ପାଇଗଲେ? ବାବା କଣ ଏକାଥରେ ଜୀବନ ଦାନ ପାଇଗଲେ? କେମିତି ଆମ ଠାକୁର ଘରୁ ଗୁରୁଣ୍ଡି ଗୁରୁଣ୍ଡି ପଳେଇ ଆସିଲେ?
ସେଠି पेड़ तकड़ू गूंज तकड़ू पेड़ तकड़ू गूंज तकड़ू ବାବା ଏମିତି କଣ କହୁନି କଣ କହୁଛନ୍ତି? ବାବା କୃଷ୍ଣଚନ୍ଦ୍ର ଆପଣ ଏମିତି କଣ ଭାଷା କହୁଛନ୍ତି କୋଉ ଭାଷା କହୁଛନ୍ତି? ଆପଣଙ୍କୁ ତ ମୁଁ ଦେବତା ପରି ମାନୁଥିଲି ଆଉ ତମେ କଣ କହୁଛ ମୋ ସ୍ତ୍ରୀ କି ପେଲିବେ ମୁଁ ଏ କଥା କଣ ସହିପାରିବି କିଛି ତ ବୁଝି ପାରୁନୁ। ପ୍ରଭୁ କହୁଛନ୍ତି ନାରୀଙ୍କର ଅନିଚ୍ଛା ଶକ୍ତି ତାଙ୍କ ସହିତ ଦେହ ସମ୍ପର୍କ ରଖାଯାଏ ତାଙ୍କୁ ଛୁଆଁ ଯାଇନି। ଶଳା ଆରେ ମୋ ସ୍ତ୍ରୀ କି ପ୍ରଭୁ ପୁରା ଏତେ ହିତରେ ରଖିଛନ୍ତି ହାଇଲୋ ସୁତୁଲି ଏ ବାବା କଣ ଅଧା ନଙ୍ଗଳା ହେଇକି ଅଛନ୍ତି ଏ ଲାଟିନରେ ଝାଡା ବସିଥିଲେ ବୋଧେ ଆଉ ଏ ଅଧା ଝାଡା ବସି ପଳେଇ ଆସିଛନ୍ତି ଆଉ सेठी पेड़ लगड़ू किलकिला किते काडी ना ଏ ସୁତୁଲି! ଏ ସୁତୁଲି! ଏ ବାବା ଏମିତି କଣ କହୁଛନ୍ତି ହଁ କଣ ପେରି ପେରି ବି ହଉଛନ୍ତି ଆଉ କଣ ହଉଛନ୍ତି ବାବା କହୁଛନ୍ତି ସେ ଦୁଇଟି ଚେରମୁଳି ଦେବେ ଆଉ ତାକୁ ଖାଇକି ଖଟିଲେ ଆମର ପୁଅ ହବ। ଶଳା ବାବା ମୋ ଭଲ ପାଇଁ ଚିନ୍ତା କରୁଛନ୍ତି ମୁଁ ତୁଚ୍ଛାଟାରେ ବାବାଙ୍କ ଉପରେ ରାଗୁଥିଲି ହେ ବାବା କଣ ଆଣିଛ କହିଲ ଟିକେ ଦଉନା ଆମକୁ बड़तर ବାବା କଣ କହୁଛନ୍ତି ମଳଦ୍ୱାରରେ ପୁରେଇବା ପାଇଁ ଆଲୋ ହେଇଟା କେମିତି ପୁରା ଯିବ ମୁଁ ତୁ ଦରକାର ନାହିଁ ତୁ ଯେତେ ପୁରେଇବା କଥା ପୁରେ ମୋର এইটা যদি উলটো পালটো ହେଇଯିବ ତାହେଲେ ମହା ଅଘଟଣ ହେଇଯିବ ଆକୁ ଖାଇକି ଉଲଟ ପାଲଟ କରିବା କଥା ନୁହଁ ଅଘଟଣ ଘଟିଯିବ ଏଇ କଥା କହୁଛନ୍ତି ପ୍ରଭୁ ଲୋକଣିକା କିଛି ବୁଝି ପାରୁନି ମଳ सेठी तो दादिया गोदर कुछ गोदर काछिया को ଆଲୋ ମୋ ଛତି ତଳକୁ କାଛିଆ ଖୋଲିବାକୁ କହିଲେ ବାବା ବୋଧେ ମୋ ଇଞ୍ଜିନ ଚେକ୍ କରିବା ପାଇଁ କହୁଛନ୍ତି ପ୍ରଭୁ କହୁଛନ୍ତି ତାଙ୍କୁ 2500 ଟଙ୍କା ଦିଅ ଆଉ ସେଇ ଟଙ୍କା ନେଇ ସେ ପୁନା ଭଲ ଯିବେ ଏଇ କଥା ପ୍ରଭୁ କହୁଛନ୍ତି। ଇରେ ଶଳା ଇଏ ସତ ନା ମୁଁ ସ୍ୱପ୍ନ ଦେଖୁଛି ଆରେ ସ୍ୱୟଂ ପ୍ରଭୁ ମତେ ଟଙ୍କା ମାଗୁଛନ୍ତି ନା ଫେରେ ଗାଡିରେ ଉଡି କରିଦିଏ ମୁଁ ଟଙ୍କା ଦେବିନି ଜମା ତମେ ଦବ ତମ ବୋପା ଦବ ଏକିଅ ବୋଲ ଶଳା ଟଙ୍କା ଗୋଟେ ପକେଟରେ सेठी तुम गन मरे सी गन କହୁଛି ନା ମୋ ସ୍ତ୍ରୀ କି ଗାନେ ମରା ଛାଡ଼ିବିନି ଶଳାକୁ ଜମା ଛାଡ଼ିବିନି ଟଙ୍କା ନେଇଛି ଏଇ ମେଡିସିନ ଯଦି କାମ ନ କରିବ ତାହେଲେ ସତ କଥା କହୁଛି ସିଧା ଚାଲିଯିବି ବୃନ୍ଦାବନ ଆରେ ଏଇଟା କେମିତି ଶୁଦ୍ଧ ମୋର ଆଦାୟ କରିବ ସେଟା ଭଲ ଭାବରେ ତମେ ତ ଜାଣିଥିବ କାହିଁ ଡେରି କରୁଛ ଚାଲ ହଉ ହେଲା କାମ
ନାହିଁ ବାବା ତ କହିଥିଲେ ଏଇ ମେଡିସିନ ଖାଇଲେ ଆଉ ତୁ ମୁଁ ଖଟିଲେ ଆମର ଛୁଆ ହବ ଇଏ କଣ ଟୋଟାଲ ମୋର ଉଠୁନି ମୋ ଦେହ ତ ପୁରା ସମାନ ସମାନ ଲାଗିଲାଣି ମତେ କଣ ଏମିତି ଅଣ୍ଡିରା ଅଣ୍ଡିରା ଲାଗୁଛି ଠିକ କଥା କହିଛୁ ମତେ ବି ସେମିତି ଲାଗୁଛି ମତେ ମାଇକିନା ପରି ଲାଗୁଛି ଆଉ ମାଇକିନା ଚାଲିଟା ପଡୁନି ମାଇକିନା ଭଳି ଲାଗୁଛି ମୋର ଆଉ ଫଳ ନାହିଁ ନାମ ନାହିଁ ମତେ ପୁରା ମେଡିସିନ ଲାଗୁଛି ବାବା କି ମେଡିସିନ ଦେଲେ ସେ ଗୁଣ୍ଡା ଗଲା କୁଆଡେ ଆରେ କାହାକୁ ଗୁଣ୍ଡା ବୋଲି କହୁଛୁ ସେ ଭଲ ମଣିଷଟିଏ ତା ପାଖରେ ମଣିଷ ପଣିଆ ଅଛି ତା ମଣିଷ ପଣିଆ ଏମିତି ବାନ୍ଧି ରଖିଲା ମୁଁ ତାକୁ ଘରକୁ ନେଇ ଆସିଲି ତମେ ମାନୁ କି ନ ମାନ ସିଏ ଘରର ବଡ ପୁଅ ହୋଇ ରହିବ କାହିଁକି ଜାଣିଛ ତମେ ମାନେ ଯେତେବେଳେ ଔଷଧ ପାଇ ଟଙ୍କାଟିଏ ଦେଲନି ସେତେବେଳେ ସେ ରାସ୍ତା କଡ଼ ନିରୀହ ମଣିଷଟା ଜୀବନ ସାରା ମେହନତ କରି ରୋଜଗାର କରୁଥିବା ଟଙ୍କା ନିଃସଙ୍କୋଚ ଭାବରେ ଦେଇଦେଲା ତା ମନରେ କୌଣସି ଦ୍ୱନ୍ଦ୍ୱ ରଖିଛି ଯାହା ତ ଟଙ୍କା ନେଲୁ ତାକୁ ଗୋରୁ ଗାଈ ଭଳିଆ ପିଟି ଚାଲିଲୁ ସେ ବାଚ୍ୟ କଥା ଶୁଣିବାକୁ ମୁଁ ଚାହେଁ ତାକୁ ତୁମେ ତ ଉତ୍ତର ତିଆରି କର ଆମର ଆପତ୍ତି ନାହିଁ କିନ୍ତୁ ଏ ଘର ସମ୍ପତ୍ତି ଦୁଇ ଭାଗରେ ବଣ୍ଟା ହେବା ନିହାତି ଦରକାର ହ୍ୟାଲୋ 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 କଣ ବୁଝି ପଡିଲେ ତ ଶ୍ୱଶୁର ମହାଶୟ ସେ ଖୁଣ୍ଡା ଯଦି ଏ ଘରେ ରୁହେ ତେବେ ଆଜିଠାରୁ ଗୋଟାଏ ହାଣ୍ଡିରେ ଚାଉଳ ପଡିବନି ଆଜିଠାରୁ ହାଣ୍ଡି ଚୁଲି ସବୁ ଅଲଗା ହବ ବ୍ୟସ୍ତ ହଉନି ବାପା ଏମାନେ ଭିନ୍ନ ହୋଇଥିବା କଥା ଗୋଟେ ମିଛ ବାସ୍ କର ଏମାନେ କେବେ ବି ଅଲଗା ହେଇପାରିବେନି କେମିତି ହେବେ ରୋଜଗାର ଥିଲେ ସିନା ଘର ଉପରେ ନିର୍ଭର କରୁଥିବା ଲୋକଙ୍କର ଭାରି ଫୁଟାଣି ଲାଜ ଲାଗୁନି ବାପାଙ୍କ ଠାରୁ ଭିନ୍ନ ହୋଇ ଏ ଘରେ ଗୋଟେ ବାଡ଼ ସୃଷ୍ଟି କରିବ ଅନ୍ୟରେ ପୁଅ ପ୍ରତ୍ୟେକ ଦିନ ବାପାଙ୍କ ମନରେ ଆଘାତ ଦେଇ ତମକୁ ଆତ୍ମସନ୍ତୋଷ ଲାଗୁଛି ଆରେ ବାଃ ମୁଁ ତ ଭାବିଥିଲି ସମ୍ପତ୍ତି ଭାଗ ବଣ୍ଟାଇ ଆମକୁ ସପୋର୍ଟ କରିବ ହେଲେ ଏଠି ଦେଖୁଛି ସମ୍ପୂର୍ଣ୍ଣ ଓଲଟା ଏ ଜନ୍ମରେ ନୁହେଁ ଏ ଜନ୍ମରେ ଏକଥା ସମ୍ଭବ ନୁହେଁ ଶୁଣ ବାବା ବିରାଜ ଟଙ୍କାର ହତ ଆବଶ୍ୟକ ନ ହେଇପାରେ ଟଙ୍କାର ମୋର ନିହାତି ଦରକାର ଯେତେ ଶୀଘ୍ର ପାରୁଛ ଭୁବନେଶ୍ୱର ଜାଗାଟା ବିକ୍ରି କରି ମୋତେ ଟଙ୍କା ଦିଅ ଯୋଉ ମధ్ୟ ଠାରୁ 50,000 ଟଙ୍କା ନେଲୁ ସେ ଟଙ୍କା ବାପା କଥା କହିକି ସେ ଟଙ୍କାରେ ମୁଁ ଗୋଟେ ସୁନା କିଣି ଦେଇଛି ବାଃ ବୋହୁ ବାଃ ଏନୁ ଟିକିଆ ଆଗରୁ କଣ କହୁଥିଲ ଗୋଟେ ଗୁଣ୍ଡା ପାଇଁ ହାଣ୍ଡି ଚୁଲିଆ ଲଗା ହବ ତାହାରି ଟଙ୍କାରେ ତେମେ ହାର କିଣି ପାରିଲ କେମିତି ମୁଁ ଦେଖୁଛି ବାବା ସ୍ତ୍ରୀ ହାତରେ କଜ୍ଜା ନଗର ତମ ଦିନ କଟେନି ଆରେ ବାପା କଣ କରିବନି କେମିତି ଏ କେତେ ଥର କହିଲି ଆମ ଘରେ ଅଭାବ ଅନଟନ ଲାଗି ରହୁଛି ଚାଲ ସେ ଜାଗାଟାକୁ ଆମେ ବିକ୍ରି କରିଦବା ହେଲେ ସେତି ପ୍ରତି ବାପାଙ୍କର ଧ୍ୟାନ ନାହିଁ ସେ ବାରପୁରା ଛତରକିଆ ଟଙ୍କାର ମୁଁ ହାରଟା କିଣିଦେଲି ଯେ ଶ୍ୱଶୁର ମହାଶୟଙ୍କର ହାଲୁକଟା ଶୁଖି ଯାଉଛି କାହିଁ ଏ ଘରକୁ ବୋହୂ ହେଇ ଆସିବା ଦିନ ଠାରୁ କେତେ ମତେ ହାରମାଳ ଗୁଡ଼ାକ କିଣି ଯାଇଛ କି ବରଂ ତମ ସ୍ୱାମୀଙ୍କ ରୋଜଗାର ଟଙ୍କାରେ ହାର କିଣିଥିଲେ ଭଲ ହେଇଥାନ୍ତା ସେ ବାଚ୍ଚା କଥା ବନ୍ଦ କର ଯେତେ ଶୀଘ୍ର କରୁଛ ଭୁବନେଶ୍ୱର ଜାଗାଟା ବିକ୍ରି କରି ମୋତେ ଟଙ୍କା ଦିଅ ଆଉ ଏ ଗୁଣ୍ଡାକୁ ଘରୁ ବାହାର କର ନଚେତ୍ ଆରେ କଣ କରିବୁ ତୁ ନଚେତ୍ ଏ ଘରେ ମହାଭାରତ ସୃଷ୍ଟି ହବ ଆଉ ସେତେବେଳେ ତମେ ଅନ୍ଧଧୂତ ସହିତ ସାଜି ଦେଖି ଶୁଣି ଚୁପ୍ ରହି ଆଖିରୁ ଖାଲି ଲୁହ ବଢେଇବ ଲୁହ ଆସ ସୂର୍ଯ୍ୟ
ନେତ୍ରୀ କମେଳରେ ହସ ଖୁସିରେ ଦିନରେ ଯାଇଥିଲେ ହେଲେ ଆଖିର ଲୁହର ବନ୍ୟାରେ ସବୁ ହସ ଖୁସି ଦୋଇ ହେଇଗଲା ସତରେ ଏ ଆଖିର ଲୁହ ମୋ ଜୀବନର ସାଥୀ କାହିଁକି ନା ବନ୍ଧୁ ବାନ୍ଧିଛି ପରା ଏ ଲୁହ ସାଥୀରେ Hãy subscribe cho kênh Ghiền Mì Gõ để không bỏ lỡ